ଏ ପରକ୍ରିୟା ପ୍ରୀତି ଡିଆଁ ରୋଗ ଭଳି ସବୁଆଡ଼େ ମାଡ଼ିଲାଣି। ଟୋକାଠାରୁ ବୁଢ଼ା ସଭିଙ୍କୁ ଏ ରୋଗ ଧୀରେ ଧୀରେ ବ୍ୟାପିଲାଣି। ଏହା ଏମିତିକା ଏକ ଡିଆଁ ରୋଗ, ଗ୍ରାସ କରୁଅଛି ସଭିଙ୍କୁ। ସମ୍ପର୍କୀୟ ବା ଅନ୍ୟ କେହି ହେଉ ମାନୁନାହିଁ ଯଥା କାହାକୁ। ବୃଦ୍ଧ ବୟସରେ କେକରେ ବାଲ୍ୟ ଲୀଳା, କେ ପୁଣି ଯୌବନରେ, କେ ମଧ୍ୟମ ବୟସେ କରୁଥାଏ ଖେଳ, କିଏ ପୁଣି ମର୍ତ୍ତ୍ୟ କାଳେ। କିଏ ସ୍ତ୍ରୀ ପିଲା ଛାଡ଼ି ଅନ୍ୟ ନାରୀ ସହ କରୁଥାଏ ରାସଲୀଳା, କିଏ ପୁଣି ସ୍ୱାମୀ ସଂସାରକୁ ଛାଡ଼ି ଅନ୍ୟ ସହ କରେ ପାଲା। ଦେବତା ଆଉ ଯେ ମୁନି ଋଷିମାନେ ହେଉଥିଲେ ପରା ପାଗଳ। ଆମେ ତ ଛାର ଏ ମଣିଷ ଗୁଡ଼ାକ ହବାନି କେମିତି ଅସମ୍ଭାଳ। ପ୍ରେମ ଏମିତିକା ଏକ ବଡ଼ ରୋଗ, କରଇ ଯାହାକୁ ଗ୍ରାସ। ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାର ହୋଇଥାଏ ଶକ୍ତି ହ୍ରାସ। କିଏ କହେ ପାପ ବେଇମାନି ଏହା, କିଏ କହେ ପୁଣି ବାତେରା। ଯଦି ତୁମ କଥା ସତ ତେବେ ଆଇନି ସ୍ୱୀକୃତି କେମିତି ମିଳିଲା? ଆପଣମାନେ ଏଇଟାକୁ କମେଣ୍ଟ କରି କହିବେ।